ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀଙ୍କ ପୀଠରେ ଇଂରାଜୀ ନବବର୍ଷ ଅବସରରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏବେ ପିକନିକ୍ ଋତୁ ଚାଲୁଥିବାରୁ ପର୍ଯ୍ୟଟକ ମାଙ୍କ ଦର୍ଶନ ଓ ପୂଜା ସହିତ ପିକନିକ୍ର ମଜା ନେବାକୁ ଆସୁଥିବା ଦେଖାଯାଉଛି। ଗୁପ୍ତଗଙ୍ଗା କୁହାଯାଉଥିବା ଭୀମକୁଣ୍ଡ, ରାମତୀର୍ଥ, ଶିମିଳିପାଳ, ଶିଳ୍ପୀଙ୍କ ଗ୍ରାମ କେଶନା ବୁଲିବା ସହିତ ପର୍ଯ୍ୟଟକଙ୍କ ନିଆରା ଅନୁଭୂତି ନେଇ ଫେରିଥାନ୍ତି। ଏ ବର୍ଷ କିଚିଂର କିଛି ଯୁବକ ନୂତନ ଭାବେ ଏକ ପିକନିକ୍ ସ୍ଥଳର ଉନ୍ନତିକରଣ ନିମନ୍ତେ ଉଦ୍ୟମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଯୁବ ସମାଜସେବୀ ଗୋଲକ ନାୟକ ନିଜସ୍ୱ ଉଦ୍ୟମରେ ପର୍ଯ୍ୟଟକଙ୍କ ପିକନିକ୍ ନିମନ୍ତେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିଛନ୍ତି। এই যে নূতন ভাবে আবিষ্কৃত হয়েছে পিকনিক স্পট কিচকেশ্বରୀ মন্দির নিকটরে যাত্রী মানকর যে অসুবিধা কো ଏହା କେତେ ଦୂର ଦୂର କରିପାରିବ? ଜୟ ଜଗନ୍ନାଥ, ଜୟ ମା କିଚକେଶ୍ୱରୀ। କିଚିଂକୁ ଆଗେ ଯେଉଁ ପିକନିକ୍ ପାଇଁ ଆସୁଥିଲେ ଲୋକ, ଏଠି ଯେଉଁ PWD ବଙ୍ଗଳା ଥିଲା ବିରାଟଗଡ଼ରେ, ବର୍ତ୍ତମାନ ସେଠି ରେନୋଭେସନ୍ କାମ ଚାଲିଛି ଏବଂ PWD ବାଲା ସେ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ଆବଦ୍ଧ କରିକି ରଖିଛନ୍ତି। ସେଠି ପିକନିକ୍ ପାଇଁ ଜାଗା ଦେଉନାହାନ୍ତି। କିନ୍ତୁ ଆମେ ଏଠି ସ୍ଥାନୀୟ ପ୍ରଶାସନର ସହଯୋଗରେ, କିଛି ଯୁବକ ବନ୍ଧୁମାନଙ୍କର ସହଯୋଗ ତଥା ଆମର ରାଜସ୍ୱ ବିଭାଗର ଉଦ୍ୟମରେ ଏଠି ଆମେ ନୂତନ ପିକନିକ୍ ସ୍ପଟ୍ ଚିହ୍ନଟ କରିଛୁ, ଯେଉଁଟାକି ଆପଣଙ୍କର ମା କିଚକେଶ୍ୱରୀଙ୍କ ମନ୍ଦିର ପାଖରୁ ମାତ୍ର 500 ମିଟର ଦୂର ହେବ, ପବିତ୍ର କଣ୍ଟାଖୋରୀ ନଦୀ କୂଳରେ। ଏଠି ବର୍ତ୍ତମାନ ଯେହେତୁ ନୂତନ ଭାବରେ ଜାଗାଟି ହେଇଛି, ତ ଏଠି ଯେଉଁ ପର୍ଯ୍ୟଟକମାନେ ଆସୁଛନ୍ତି ଯେଉଁମାନେ ବଣଭୋଜି କରିବା ପାଇଁ ଆସୁଛନ୍ତି, ତାଙ୍କ ପାଇଁ ଆମେ ଆମ ଯୁବକ ବନ୍ଧୁମାନଙ୍କ ତରଫରୁ ପିଇବା ପାଣିର ବ୍ୟବସ୍ଥା କରାହେଇଛି, ଟ୍ୟାଙ୍କର ଲଗାଇ ଦିଆହେଇଛି ଏବଂ ମେସିନ୍ ସାହାଯ୍ୟରେ ଜାଗାକୁ ସଫାସୁତୁରା କରାହେଇଛି। ଆଉ ଏଠି ଖୁବ୍ ସୁନ୍ଦର ପାଣିର ମଧ୍ୟ ବ୍ୟବସ୍ଥା ହେଇଛି, ଯେଉଁଟା ନଦୀ ପାଣି, ଯେଉଁଟା ଆବଦ୍ଧ ହେଇକି ସ୍ଥିର ଆକାରରେ ପାଣି ଅଛି। ବହୁତ ସୁନ୍ଦର ଏ ଜାଗା। ତେଣୁ ଆପଣମାନଙ୍କ ଜରିଆରେ ମୁଁ ନିବେଦନ କରିବା ପାଇଁ ଚାହିଁବି ଯେ କିଚିଂକୁ ଯେଉଁ ପର୍ଯ୍ୟଟକମାନେ ଆସୁଛନ୍ତି, ମାଆଙ୍କର ଦର୍ଶନ କରିବା ସହିତ ଏଠି ଆସନ୍ତୁ, ବଣଭୋଜିର ମଜା ମଧ୍ୟ ଆପଣମାନେ ନେଇପାରିବେ, ପିକନିକ୍ ଆପଣମାନେ ଏଠି କରିପାରିବେ। କରଞ୍ଜିଆରୁ ସତ୍ୟବ୍ରତ ମିଶ୍ରଙ୍କ ରିପୋର୍ଟ, ଗୁଗଲି ନ୍ୟୁଜ୍।